যথাং শিখাং মরণং নাগনং মণিও যথা তদ্গদং বেদাঙ্গ শাস্ত্রণং জ্যোতিষং মূর্ধনিং স্থিতিম। অর্থাৎ যেମିତି ମୟୂର ଭିତରେ ତାର ଶିଖା ସୁନ୍ଦର, ନାଗ ଭିତରେ ମଣି ସୁନ୍ଦର, ସେଇଭଳି ବେଦାଙ୍ଗ ଶାସ୍ତ୍ର ଭିତରେ ଜ୍ୟୋତିଷ ଶାସ୍ତ୍ର ହେଉଛି ସବୁଠାରୁ ଶ୍ରେଷ୍ଠ ଅଙ୍ଗ, ଶ୍ରେଷ୍ଠ ଶାସ୍ତ୍ର, ସୁନ୍ଦର ମଧ୍ୟ। ଆମର ଯେଉଁ ବେଦ ଅଛି, ଚାରିଟି ବେଦ, ଋଗ୍ବେଦ, ଯଜୁର୍ବେଦ, ସାମବେଦ, ଅଥର୍ବବେଦ, ତା ଦେହରେ ସେ ବେଦରେ ଆଜ୍ଞା 6ଟା ଅଙ୍ଗ ଅଛି। କ'ଣ ଅଛି? ମୁଖ ଅଛି, ଆମେ ଯେଉଁଟା ସାହିତ୍ୟ କହୁଛୁ, ବ୍ୟାକରଣ, ଛନ୍ଦ, କଳ୍ପ, ନୈଋତ୍ୟ ଏବଂ ଆପଣଙ୍କର ଜ୍ୟୋତିଷ ମଧ୍ୟ। ଆପଣଙ୍କର ମୁଖ, ବାକ୍ୟ, ସାହିତ୍ୟ, ଛନ୍ଦ ହେଲା ପାଦ, ନୈଋତ୍ୟ କାନ, ଏଇସବୁ ଅଙ୍ଗ ଭିତରେ ଜ୍ୟୋତିଷ ହେଲା ଚକ୍ଷୁ ସଦୃଶ, ମାନେ ଶୁଭ ଦୃଷ୍ଟି, ଯେଉଁ ଦୂରଦୃଷ୍ଟି, ଯେଉଁ ବର୍ଷ ବର୍ଷର ଯେଉଁ ଦୃଷ୍ଟି, କାଳ ଗଣନାକୁ ଗଣନା କରି ଯେଉଁ ଶୁଭ ଦୃଷ୍ଟି ଯିଏ ଦିଏ, ପୂର୍ବ କଥା ଏବଂ ପର କଥା, ପୂର୍ବ ପିଢ଼ି କଥା ପର ପିଢ଼ି କଥା କହିପାରେ, ସେ ହେଲା ଜ୍ୟୋତିଷ ଶାସ୍ତ୍ର। ପୂର୍ବ ଗଣନା ଏବଂ ପର ଗଣନା କରିପାରେ, ସିଏ ହେଲା ଜ୍ୟୋତିଷ ଶାସ୍ତ୍ର। ସେଥିପାଇଁ ବେଦର ଯେଉଁ 4ଟା ବେଦ ଯେଉଁ ଅଛି, ମାନେ ସବୁଠାରୁ ଶାସ୍ତ୍ର ଭିତରେ ସବୁଠାରୁ ଶ୍ରେଷ୍ଠ ଶାସ୍ତ୍ର ହେଉଛି ବିଶ୍ୱର ଯେତେ ଶାସ୍ତ୍ର ଅଛି ସବୁଠାରୁ ବେଦ ହେଉଛି ସବୁଠାରୁ ପୁଣ୍ୟ ଶାସ୍ତ୍ର। ବେଦ ହେଉଛି ଆମର ପୌରାଣିକ ଶାସ୍ତ୍ର, ହିନ୍ଦୁ ଶାସ୍ତ୍ର ପ୍ରଥମ ଶାସ୍ତ୍ର। ସେ ବେଦରୁ ସବୁ ଆଜ୍ଞା ଉଦ୍ଧୃତ। ଆପଣ ଦେଖନ୍ତୁ, ମୁସଲିମ ଧର୍ମ କଥା କୁହନ୍ତୁ, ବାଇବେଲ କଥା କୁହନ୍ତୁ, କିମ୍ବା କୋରାନ କଥା କୁହନ୍ତୁ, ଯେକୌଣସି ଶାସ୍ତ୍ର ଅଛି, ବୌଦ୍ଧମାନଙ୍କର ହଉ କିମ୍ବା ଆମର ଖ୍ରୀଷ୍ଟିଆନ ମାନଙ୍କ କଥା କୁହନ୍ତୁ, କିମ୍ବା ଆମର ଯେଉଁମାନେ ଶିଖ ମାନେ ହୁଅନ୍ତୁ, ବୌଦ୍ଧ ମାନେ ହୁଅନ୍ତୁ, ମହାବୀର ମାନେ ହୁଅନ୍ତୁ, ଯେତେ ଶାସ୍ତ୍ର ଅଛି ଯେକୌଣସି ଧର୍ମମାନଙ୍କର, ସମସ୍ତଙ୍କ ଠାରୁ ବେଦ ହେଲା ଶ୍ରେଷ୍ଠ ଶାସ୍ତ୍ର। ସେଥିପାଇଁ ଶ୍ରେଷ୍ଠ ଶାସ୍ତ୍ର ଭିତରେ ଶ୍ରେଷ୍ଠ ଅଙ୍ଗ କ'ଣ ନା ଜ୍ୟୋତିଷ ଶାସ୍ତ୍ର ହେଉଛି ସବୁଠାରୁ ଶ୍ରେଷ୍ଠ ଅଙ୍ଗ। ମାନେ ଚକ୍ଷୁ, ଯେ ଆଖି ସୌନ୍ଦର୍ଯ୍ୟକୁ ଯେ ଉପଭୋଗ କରୁଛି, ସମସ୍ତ ପୃଥିବୀର ସମସ୍ତ ସୌନ୍ଦର୍ଯ୍ୟକୁ ଯେ ଉପଭୋଗ କରୁଛି ଯେଉଁ ଚକ୍ଷୁ, ସେ ହେଲା ହେଉଛି ଜ୍ୟୋତିଷ। ଯେଉଁଟାକି ଆଖି ବନ୍ଦ କରି ମଧ୍ୟ 100 ବର୍ଷର ଘଟଣା, ପୂର୍ବ ଘଟଣା ଏବଂ 200 ବର୍ଷର, ହଜାର ବର୍ଷର ଘଟଣାଟା ମଧ୍ୟ ବର୍ଣ୍ଣନା କରିପାରେ। ଯେଉଁ ଅଙ୍କଶାସ୍ତ୍ର, ଯେଉଁ ଜ୍ୟୋତିଷ ଶାସ୍ତ୍ର, ସିଏ ହେଉଛି ସେଥିପାଇଁ ବେଦର ଶ୍ରେଷ୍ଠ ଶାସ୍ତ୍ର। ଆମର ଯଦି କହିବା, କାହିଁକି ଆଜି ଆମେ କଥା କହିଲି ନା, ତା ପୌରାଣିକ ମତରେ ଆମର ମୁଖ୍ୟ ଜିନିଷ ହେଉଛି, ପୌରାଣିକ ମତରେ ଆମର ସୁନର ମଧ୍ୟ ବ୍ୟବହାର ଅଛି। ବୈଜ୍ଞାନିକ ମତ, ଶାସ୍ତ୍ର ମତ ମୁଁ ଆଜି ଆପଣଙ୍କୁ କହିବି। ଯଦି ଆମର ଏଇ ସପ୍ତଋଷି ଦିବ୍ୟଦର୍ଶନ ସଂସ୍ଥାନ ଚ୍ୟାନେଲକୁ ଆସିଛନ୍ତି, ପ୍ରଥମ କରି ନୂଆ କରି ଦେଖୁଛନ୍ତି ଏବଂ ପୁରୁଣା ମଧ୍ୟ ଆପଣ ଦେଖିଛନ୍ତି, ସବସ୍କ୍ରାଇବ୍ କରିନାହାନ୍ତି, ତ ନିଶ୍ଚିନ୍ତ ରୂପେ ସବସ୍କ୍ରାଇବ୍ କରନ୍ତୁ। ଆପଣ ପ୍ରତ୍ୟେକ ଦିନ ନୋଟିଫିକେସନ୍ দিব, ଲାଇକ୍ ସେୟାର କରିବେ ଏବଂ ଆପଣ ଯଦି ଭଲ ଲାଗିବ ନିଶ୍ଚିନ୍ତ ରୂପେ ଛୋଟିଆ କମେଣ୍ଟଟେ ଦେବେ। ଆପଣ ସମ୍ପୂର୍ଣ୍ଣ ପୂର୍ଣ୍ଣ ଭିଡ଼ିଓକୁ ଦେଖନ୍ତୁ। ଆପଣଙ୍କର ଇଏ ସମ୍ପୂର୍ଣ୍ଣ ଡାଉଟ୍ ଯେଉଁ ସନ୍ଦେହ ରହିଛି, ମୁଁ ସମ୍ପୂର୍ଣ୍ଣ ରୂପେ କ୍ଲିଅର କରୁଛି। ଆପଣଙ୍କ ଭିତରେ ଥିବା ଦ୍ୱନ୍ଦ୍ୱକୁ ପୁରା ପରିମାର୍ଜିତ କରିବି, କ୍ଲିଅର କରିବି। ଶାସ୍ତ୍ର କ'ଣ, ମାନେ ବୈଜ୍ଞାନିକ ମାନେ କ'ଣ କହୁଛନ୍ତି, ତ ଇଏ ପ୍ରଥମେ ଯେଉଁ ଜିରୋ ଆଜ୍ଞା ଜାଣିଥିବେ, ପୃଥିବୀଟା ଆଜ୍ଞା ଜିରୋ, ଜିରୋର ସଂଖ୍ୟାଟା ଆଜ୍ଞା କେଉଁଠୁ ଆସିଲା? ବୈଜ୍ଞାନିକ ମାନେ ବହୁତ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ମାନେ କହୁଛନ୍ତି, ଅତି ଧର୍ମାବଲମ୍ବୀ ମାନେ କହିଛନ୍ତି ଜିରୋ ଆସିଛି ଆର୍ଯ୍ୟଭଟ୍ଟଙ୍କ ଦ୍ୱାରା, ଏଇଟା ପ୍ରଣୀତ ହୋଇଛି। ଆର୍ଯ୍ୟଭଟ୍ଟ ତାକୁ ଆବିଷ୍କାର କରିଛନ୍ତି ଜିରୋକୁ। ଯଦି ଜିରୋକୁ ଆର୍ଯ୍ୟଭଟ୍ଟ ଆବିଷ୍କାର କରୁଛି, ବୌଦ୍ଧ ମତରେ ମଧ୍ୟ ଜିରୋ ଅଛି, ଶୂନ୍ୟତାକୁ ଆମେ ବୌଦ୍ଧମାନେ ବି କହିଛନ୍ତି। ପରେ ଆମର ଯେଉଁ ମହାଭାରତ ଅଛି ବେଦଶାସ୍ତ୍ରରେ, ଆମର ଯଦି ମହାଭାରତ ଅଛି, ମହାଭାରତ ଯେଉଁ ଶାସ୍ତ୍ର ଅଛି, ଗୀତା ଅଛି, ଗୀତାରେ କିମ୍ବା ମହାଭାରତରେ 1800 ସଂଖ୍ୟାରେ କୌରବମାନଙ୍କର ସୈନ୍ୟ ସଂଖ୍ୟା ଥିଲା 1800। ତା ଭିତରେ ମଧ୍ୟ ଜିରୋ ସଂଖ୍ୟା ବ୍ୟବହାର ହେଇଥିଲା ନା ନାହିଁ? ତ ଯଦି ଆର୍ଯ୍ୟଭଟ୍ଟ କରିଛନ୍ତି, ଆର୍ଯ୍ୟଭଟ୍ଟ କେତେ ବର୍ଷ ହେଲା ଆସିଲାଣି? ମହାଭାରତ ଯୁଦ୍ଧ ଆଜ୍ଞା କେତେ ବର୍ଷ ହେଇଛି? ତ ଆମର ଯେଉଁ ସୃଷ୍ଟି ଯେଉଁ ସର୍ଜନା ଅଛି, ସୃଷ୍ଟିର ସର୍ଜନା କେବେ ହେଇଥିଲା ନା 1,98,000 1,98,08,000
126 वर्ष पूर्वे सृष्टिर सृजना होता ब्रह्मांक द्वारा सृष्टिकर सृजना होता तार सब अच्छी जुग होती जो कलिजुग द्वापर जुग त्रेता जुग एवं सत्य जुग जुगर मध्य अवधि रखीचु एवं केतेटा जुग परे गोटे महाजुग केतेटा महाजुग परे केतेटा मनंतर मनंतर परे कल्प कल्प परे पुणी ब्रह्मांकर अहोरात्र आम हिसाब देचु पूर्व विषय मध्य कहीचु। तो ये जो आमर रही जो शून्य संख्या कथा कहूँ शून्य संख्या आमर महाभारत में 1800 संख्यार जो सैन्य मानकर गणना कराइल शून्य संख्या होता जदि आर्यभट्ट देता पूर्व तो शून्य संख्या माने व्यवहार से भाव में भगवान जो आम जन्मित होती काल गणना अनुसार कौ दिन जन्म होती कर्कट राशि जो रामचंद्र जन्म होते तांकर बृहस्पति जेतबले से समय जागतिक उच्चस्थ थिले ए बृहस्पतिंकर जो चलन काले कर्कट राशि जो चली बृहस्पति राम राजा वनगत होते से समय तो बृहस्पतिंकर चलनी को गणना कराई देखा जाइछि एवं ताकू वैज्ञानिक मतरे मध्य जणा जाइछि। कृष्णंकर जन्म जदि कथा कृष्णंकर जो लीला खेला समय कथा जदि कहबा तो आमर भगवानकर जो जेतबले जन्म कुंडली को नासार जो सॉफ्टवेयर अच्छी से सॉफ्टवेयर जो बहुत परे बाहरला से सॉफ्टवेयर नासा प्लानेटोरी जो सॉफ्टवेयर अच्छी से सॉफ्टवेयर जो सेटिंग करागला तो 7114 वर्ष पर बीसी डेट को जो दिला भगवान से प्रणीत अच्छी भगवान श्रीकृष्ण से ही समय लीलाखेला कर तार मध्य प्रमाणित अच्छी नासार जो सॉफ्टवेयर अच्छी से सॉफ्टवेयर डेट जो पकाई तो से समय 5000 मान आमर जो अच्छी कौन ना कलिजुगर अवधि रही के 4,32,000 हूँ कलिजुगर अवधि से भाव में 5000 आम कलिजुग सरी के ना 5126 वर्ष 127 वर्ष सरी 5127 वर्ष कौन था द्वापर जुग द्वापर जुगर लीलाखेला कार होता ना कृष्णंकर होता द्वापर जुगर अवधि अच्छी ये जो 4,32,000 माने द्वापर जुगर अवधि रही 8,64,000 से भाव में द्वापर जुगर बयसर अवधि रही 8,64,000 एवं कली आम त्रेता जुगर कथा जदि कहबा तो 64,12,000 से भाव में सत्य जुगर 17,28,000 से वर्ष सब माने गणना करा जाइछि। तो से भाव में 5126 वर्ष पूर्वे श्रीकृष्णंकर लीलाखेला श्रीकृष्ण जन्म थिले हेइथिले महाभारत युद्ध होता बोली तार प्रमाणित मिले आमर जो 4,32,000 वर्षरू मात्र 5127 वर्ष जा पूर्व द्वापर जुग था से कृष्णंकर लीलाखेला चलता कृष्णंकर प्रमाणित मिले से वर्ष बेले कृष्णंकर कौन जागतिक सब होता पृथ्वी पृष्ठ ग्रह नक्षत्रंकर सौरमंडल कौन जागतिक सब परिवर्तन हो घटुला के भली भाव में आपणकर विश्वथमा कथा कहतु कौरव मानकर दुर्योधन धृतराष्ट्र भीष्म द्रोण समस्तंकर ये आमर सब बाहर से सब निश्चित रूप किसी खेल कर समय जो युद्ध होता से युद्ध कौ मैंने ये होते समय अवधि सब जिन प्रमाणित हो साइंस मत दौर आम आउ गोटे कथा कौन कहवा जदि आम देखा अंग्रेजी अनुसार आम कैलेंडर यूज कर अंग्रेजी अनुसार तो संडे मंडे ट्यूसडे थर्सडे फ्राइडे सैटरडे आमर दौ संडे मंडे ट्यूसडे संडे मंडे ट्यूसडे वेडनेसडे थर्सडे फ्राइडे सैटरडे आम इंग्लिश अंग्रेजी अनुसार कहूँ से हिसाब से आमर आम कहूँ संडे मंडे आसी आम तादू कौन कर रविवार सोमवार मंगलवार बुधवार गुरुवार शुक्रवार आम कहूँ किंतु नाई संडे माने रविवार संडे माने जदि संडे मंडे आमर रविवार बुधवार होते आमर ग्रह चलन अनुसार तो प्रत्येक 24 घंटे आज्ञा होरा सरे गोटे होरा हुए सूर्यंकर होरा 24 घंटा तापर आसे चंद्रंक होरा सूर्यंक होरा पर चंद्रंक होरा आसे 24 घंटा से भाई भाव में 60 दंड अहोरात्र जोटा कि 24 घंटे कन्वर्ट करा जाइछि आमर दंड लिता जोड़ा था 60 दंड अर्थात 24 घंटा अहोरात्र जो 60 दंड हुए तो ताकू 24 घंटे प्रमाणित करा जाइछि। तो से भाई प्रथम आसो सूर्य होरा 24 घंटा चंद्र होरा 24 घंटा माने रविवार है सूर्यंक होरा चंद्रंक होरा मैंने सोमवार
ଆପଣଙ୍କର ମଙ୍ଗଳଙ୍କର ହୋରା 24 ଘଣ୍ଟା ଆସିବ ମଙ୍ଗଳବାର, ବୁଧଙ୍କ ହୋରା ଆସିବ 24 ଘଣ୍ଟା ବୁଧବାର, ବୃହସ୍ପତିଙ୍କର ହୋରା ମାନେ ଗୁରୁବାର ହେଉଛି ବୃହସ୍ପତିଙ୍କ 24 ଘଣ୍ଟା, ତାପରେ ଶୁକ୍ରଙ୍କର ହୋରା, ତାପରେ ଶନିଙ୍କର ହୋରା 24 ଘଣ୍ଟାରେ, ତାପରେ ପୁଣି ସଣ୍ଡେ ମାନେ ଆପଣଙ୍କର ରବିଙ୍କର ହୋରା ଆସିବ। ତ ହୋରାଟା ଆମର ଆଜ୍ଞା ହିନ୍ଦୁ ଶାସ୍ତ୍ରରେ ଜ୍ୟୋତିଷ ଶାସ୍ତ୍ରରେ ହିଁ ଗଣନାକାରୀ କୁହାଯାଇଛି। ଆମେ ଯେତେବେଳେ ଗ୍ରହଙ୍କର ମନ୍ତ୍ର ପାଠନ କରୁଛୁ କିମ୍ବା ଗ୍ରହଙ୍କର ପୂଜା କରୁଛୁ କ'ଣ କରୁଛୁ, ତ ସେତେବେଳେ ନିଶ୍ଚିନ୍ତ ରୂପେ ଆପଣ କ'ଣ କରୁଛନ୍ତି ନା, ତ ସେ ମନ୍ତ୍ରକୁ ମଧ୍ୟ ଆମେ ପାଠନ କରୁଛୁ, ଗ୍ରହଙ୍କର ମନ୍ତ୍ରକୁ ଆମେ କରୁଛୁ। ବ୍ରହ୍ମା ମୁରାରୀ ସ୍ତ୍ରୀ ପୁରାନ୍ତକାରୀ ଭାନୁ ଶଶି ଭୂମି ସୁତ ବୁଧଶ୍ଚ ଗୁରୁଶ୍ଚ ଶୁକ୍ର ଶନି ରାହୁ କେତେବ ସର୍ବଗ୍ରହ ଶାନ୍ତି ଭବନ୍ତୁ। ଅର୍ଥାତ୍ ଆମେ ଯେତେବେଳେ ହୋମ କରୁଛୁ, ଯଜ୍ଞ କରୁଛୁ, ଯଜ୍ଞ ବିଶ୍ୱଶାନ୍ତି ମହାଯଜ୍ଞ, ଅଶ୍ୱମେଧ ଯଜ୍ଞ ଆମେ ଶୁଣିଛୁ ଶାସ୍ତ୍ରମାନଙ୍କରେ, ସେ ଯଜ୍ଞରେ ମଧ୍ୟ ଏଇ ଗ୍ରହମାନଙ୍କର ଉଚ୍ଚାରଣ କରି ପୂଜା କରାଯାଏ। ତ ତେଣୁକରି ଆମର ଇଏ ଶାସ୍ତ୍ର ପୌରାଣିକ ଶାସ୍ତ୍ର, ଇଏ ଶାସ୍ତ୍ର ବୈଜ୍ଞାନିକ ମତ ଶାସ୍ତ୍ର, ଯେଉଁଟାକି ୟା ଭିତରୁ ହିନ୍ଦୁ ଶାସ୍ତ୍ର ଭିତରୁ ଏଇ ଗଣନା ଭିତରୁ ସମସ୍ତ ଶାସ୍ତ୍ର ସମସ୍ତ ଧର୍ମ ଏଇଠୁ ପରିଗଣିତ କରାଯାଇଛି। ସେଥିପାଇଁ ଇଏ ହେଉଛି ସମସ୍ତ ହିନ୍ଦୁ ଶାସ୍ତ୍ରର ଯେକୌଣସି କଥା ରହିଛି କି ଜ୍ୟୋତିଷ ଶାସ୍ତ୍ର ରହିଛି ସବୁ ବୈଜ୍ଞାନିକ ମତ ବା ସାଇଣ୍ଟିଷ୍ଟ ମତ ଅନୁସାରେ କରାଯାଇଛି, ଆର କୌଣସି ଅନ୍ୟଥା ନାହିଁ। ତ ସେଥିପାଇଁ ତ ଆପଣଙ୍କର ଆମର ଯଦି ସୃଷ୍ଟିର ସର୍ଜନା କଥା ମୁଁ କହୁଥିଲି, ଯେଉଁ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟିର ସର୍ଜନା ହେଇଛି। ଆମର ଯେଉଁ ଶକ୍ତି କଥା କହିବା, ଆମର ନବରାତ୍ର ଯେଉଁ ପର୍ବ ହୁଏ, ଯେଉଁ ଦୁର୍ଗା ପୂଜା ହୁଏ, ନବରାତ୍ର ପୂଜା ହୁଏ, ସେ ଶକ୍ତିର ଆରାଧନା ଆରମ୍ଭ ହୁଏ। ଶକ୍ତି ଆରାଧନା କେଉଁଠୁ ହୁଏ ନା ଆମର ଅଶ୍ୱିନୀ ମାସରୁ, ମାନେ ଦୁର୍ଗା ପୂଜା କେତେ ଅଶ୍ୱିନୀ ମାସରେ ଶକ୍ତିର ଆରାଧନା, ସେଇଦିନ ସେଥିପାଇଁ ସୃଷ୍ଟିର ସର୍ଜନା କେଉଁଦିନ ହେଇଛି ନା ଚୈତ୍ର ମାସ ଶୁକ୍ଳ ପ୍ରତିପଦା ଦିନ ଆମର ସୃଷ୍ଟିର ସର୍ଜନା ହେଇଛି। ବ୍ରହ୍ମାଙ୍କ ଦ୍ୱାରା କାଳ ଗଣନା କରାଯାଇଛି, ଯେଉଁ କହିଲି 1,98,08,53,126 ବର୍ଷ ପୂର୍ବେ ହେଇଥିଲା। ତ ସେଇଭଳି ସୃଷ୍ଟିର ଆରମ୍ଭ ମଧ୍ୟ ଯେଉଁଠି ଏନର୍ଜି ଶକ୍ତି ମିଳେ, ଯେଉଁଠି ସୃଷ୍ଟିର ଆରମ୍ଭ ହେଇଛି ଏନର୍ଜି ଶକ୍ତି ସେଇଠୁ ମିଳେ। ପ୍ରଥମେ କିଏ ନା ଯେଉଁ ଆମେ ନବରାତ୍ର କରୁଛୁ, ଯେଉଁ ଆମର ନବରାତ୍ର ପୂଜା ହେଉଛି, ଶକ୍ତିପୀଠ ପୂଜା ହେଉଛି, ଫାଷ୍ଟ ଆମେ ଶୈଳପୁତ୍ରୀଙ୍କୁ ପୂଜା କରୁଛୁ। ଆମର ଯେଉଁ ନବରାତ୍ର ପୂଜା ହୁଏ 9ଟା ଦେବୀଙ୍କୁ ଉପାସନା କରାଯାଏ, ଆପଣ ଜାଣିଥିବେ। ପ୍ରଥମେ ହେଉଛି ଶୈଳପୁତ୍ର ଦେବୀଭ୍ୟାଂ ନମ ଆମେ କହୁଛୁ, ତାପରେ କ'ଣ ବ୍ରହ୍ମଚାଣୀ ଦେବୀଭ୍ୟାଂ ନମ, ତାପରେ ଚନ୍ଦ୍ରଘଣ୍ଟା ଦେବୀଭ୍ୟାଂ ନମ, ତାପରେ କ'ଣ କରୁଛୁ ନା କୁଷ୍ପାଣ୍ଡ ଦେବୀଭ୍ୟାଂ ନମ, ତାପରେ ଆମେ କ'ଣ କହୁଛୁ ନା ସ୍କନ୍ଦମାତା ଦେବୀଭ୍ୟାଂ ନମ, ତାପରେ କାତାୟନୀ ଦେବୀଭ୍ୟାଂ ନମ, ତାପରେ କାଳରାତ୍ରି ଦେବୀଭ୍ୟାଂ ନମ, ମହାଗୌରୀ ଦେବୀଭ୍ୟାଂ ନମ, ସିଦ୍ଧିଦାତ୍ରୀ ଦେବୀଭ୍ୟାଂ ନମ। ତାର ମଧ୍ୟ ଅର୍ଥ ରହିଛି, ତାର ଇଂଲିଶରେ ଅର୍ଥ ରହିଛି କ୍ରିଏସନ୍। ଯଦି ଆମେ ଦେଖିବା ଶୈଳପୁତ୍ର ଡେସର୍ଟ ଏନର୍ଜି, ଆପଣ ଶୈଳପୁତ୍ରୀକି ଯେତେବେଳେ ଆମେ ଫାଷ୍ଟ ଉପାସନା କରୁଛୁ ଆମର ଡେସର୍ଟ ହେଉଛି ଆମ ଏନର୍ଜି। ତାପରେ ଦ୍ୱିତୀୟରେ କ'ଣ ବ୍ରହ୍ମଚାରିଣୀ ଯେତେବେଳେ ଆମେ ଇଏ କରୁଛୁ ପିଓର ଏନର୍ଜି କ୍ରିଏଟିଭିଟି ହେଉଛି। ତୃତୀୟରେ ରହିଲା କ'ଣ ଚନ୍ଦ୍ରଘଣ୍ଟା, ଆପଣଙ୍କର ଫୁଲି ଡେଭଲପମେଣ୍ଟ ଏନର୍ଜି ଆପଣଙ୍କର କ୍ରିଏଟ୍ ହେଲା। ତ ସେଇଭଳି ଭାବରେ ଚତୁର୍ଥରେ ରହିଲା କିଏ ନା କୁଷ୍ପାଣ୍ଡ, ଯେଉଁ ପ୍ରଜନ୍ୟା, ଯେଉଁ ମାତୃମାନେ ପ୍ରଜନ୍ୟା କରନ୍ତି, ମାନେ ଯେଉଁଠି ସନ୍ତାନ ଗର୍ଭ ଧାରଣ କରନ୍ତି, ସେତେବେଳେ ପ୍ରଜନ୍ୟା ଦେବତାଙ୍କୁ ଆମେ ପୂଜା କରୁ। ତାପରେ ସେଇଭଳି ଭାବରେ ସ୍କନ୍ଦମାତା ନ୍ୟୁ କ୍ରିଏସନ୍। ଷଷ୍ଠରେ ରହିବ ସିଦ୍ଧିଦାତ୍ରା, ଦିସ୍ ଇଜ୍ ଦ ପ୍ରୋସେସ୍ ଅଫ୍ ଇଭାଲୁଏସନ୍, ଅନ୍ତିମ ଇଭାଲୁଏସନ୍ ଅଫ୍ ଏନର୍ଜି, ଯେଉଁଟା ଅନ୍ତିମ ଏନର୍ଜି ଦିଏ ହେଉଛି ସିଦ୍ଧିଦାତ୍ରା। ସେ ଆମେ ଯେଉଁଠି ସମ୍ପୂର୍ଣ୍ଣ ନବଗ୍ରହ ଦେବତାଙ୍କର ଇଏ ଏନର୍ଜିଟା ସୃଷ୍ଟିର ଯେଉଁ ସର୍ଜନା ହେଇଛି, ଏନର୍ଜି ମଧ୍ୟ ଆମର ମାତାଙ୍କ ଦ୍ୱାରା ସୃଷ୍ଟି ହେଇଛି। ସେଥିପାଇଁ ଆମର ହିନ୍ଦୁ ଶାସ୍ତ୍ରକୁ କୌଣସି ଶାସ୍ତ୍ର ସହିତ ତୁଳନା କରାଯାଇପାରିବନି, କାରଣ ୟାର ସବୁଯାକ ବୈଜ୍ଞାନିକ ମତ ଅନୁସାରେ ମଧ୍ୟ ଆର କଳ୍ପନା କରାଯାଇଛି, କାଳ ଗଣନା କରାଯାଇଛି, ସମ୍ପୂର୍ଣ୍ଣ ନିର୍ଭୁଲ ରୂପେ ତଥ୍ୟ ପ୍ରଦାନ କରାଯାଇଛି। ତାକୁ ଆପଣ ଜାଣିବା ଦରକାର। ଆମେ ଯେତେବେଳେ ଆମ ନିଜ ଶାସ୍ତ୍ରକୁ, ଆମ ଧର୍ମକୁ, ଆମ ସଂସ୍କାରକୁ ଆମେ ନ ଜାଣୁଛୁ, ଯେତେବେଳେ ହିନ୍ଦୁ ଧର୍ମବାଲା କି ଖ୍ରୀଷ୍ଟିଆନ ବାଲା କୌଣସି ମୁସଲିମ ଧର୍ମବାଲା ତାଙ୍କର ଧର୍ମ ବିଷୟରେ କହି ଦେଉଛନ୍ତି କି ଖ୍ରୀଷ୍ଟିଆନ ବାଲା ବୁଝେଇ ଦେଉଛନ୍ତି, ଆମେ କନଭର୍ଟ ହେଇଯାଉଛୁ ଆମ ଧର୍ମକୁ, ଶାସ୍ତ୍ରକୁ, ଜ୍ଞାନକୁ, ଗୀତାରେ ମାନେ ମଣିଷ ମାନେ ମାନବର ମାନୁଆଲକୁ ଦେଇଛନ୍ତି, ମଣିଷ ଜୀବନଚର୍ଯ୍ୟାର ମାନୁଆଲକୁ ଆମକୁ ସେଇଠି ଦେଇଛନ୍ତି, ସେ ଆମେ ତାକୁ ପାଠନ କରୁନୁ। ତ ଅନ୍ୟ ଧର୍ମ ପ୍ରତି ଆମେ ଜାଣୁଛୁ ଛୋଟିଆ କିଞ୍ଚିତ ମାତ୍ରାରେ ଛୋଟିଆ ମୋଟିଆ ଆଡ଼ୁ ଟୁକୁଡ଼ା ନେଇକି ଯେଉଁମାନେ ସେମାନେ ଲେଖିଦେଇଛନ୍ତି କିଛି କାଳ୍ପନିକ ଲେଖା, ତାକୁ ଆମେ ପାଠ ପଢ଼ିକିରି ଆମେ ତାଙ୍କ ଧର୍ମ ପ୍ରତି କନଭର୍ଟ ହେଇଯାଉଛୁ, ମାନେ ଧର୍ମ ପରିବର୍ତ୍ତନ କରିଦେଉଛୁ। ଆମ ଧର୍ମକୁ ପ୍ରଥମେ ଜାଣିବା ଦରକାର। ଆମ ସଂସ୍କାର ଜଣେ ଗୀତା, ଭାଗବତ, ଅଷ୍ଟଦଶ ପୁରାଣ, ସମସ୍ତ ପୁରାଣ ପଢ଼ିବେ। ମାନସ ଚରିତ୍ର କଥା ଯଦି କହିବା, ରାମଙ୍କର ଚରିତ୍ର ଆଜ୍ଞା
ମାନେ ରାମଙ୍କ ଚରିତ୍ର ପାଇଁ ରାମଚରିତ୍ର ମାନସ, ଆମେ ଯେଉଁ ରାମଚରିତ୍ର ମାନସ କରୁଛୁ ରାମଙ୍କ ଚରିତ୍ରକୁ ଆମେ ଉଦାହରଣ ଦିଆଯାଇଛି। ଚରିତ୍ର କେମିତି ତ୍ୟାଗ ସମର୍ପଣର ଭାବ ସେ ଆମକୁ ଶିଖେଇ ଦେଇ ଯାଇଛନ୍ତି। ଆଉ ହକ୍ ପାଇଁ ଲଢ଼ିବା ପାଇଁ ରାମ ସବୁ ତ୍ୟାଗ କରିଦେଇଥିଲେ, ତାଙ୍କ ରାଜ ସିଂହାସନ ଛାଡ଼ି ଯାଇଥିଲେ, ସବୁ ଛାଡ଼ି ଦେଇ ଯାଇଥିଲେ, କିନ୍ତୁ ତାଙ୍କ ପାଖରେ ଧନୁ ରଖିଥିଲେ। କାହିଁକି ନା ଜୀବ ଆତ୍ମରକ୍ଷା ପାଇଁ, ଡିଫେନ୍ସ ପାଇଁ। ହିନ୍ଦୁ ଧର୍ମରେ ସର୍ବଦା ମାନେ ଶସ୍ତ୍ର ସାଙ୍ଗରେ ଶାସ୍ତ୍ର ସାଙ୍ଗରେ ଶସ୍ତ୍ର ମଧ୍ୟ ସେ ରଖିଥିଲେ। ଭଗବାନ ଆମକୁ ସେଇଠି ତାଙ୍କର ଉଦ୍ଦେଶ୍ୟରେ ଆମକୁ ଦେଖେଇ ଦେଇ ଯାଉଛନ୍ତି ଆମକୁ ଶାସ୍ତ୍ର ସାଙ୍ଗରେ ଶସ୍ତ୍ର ବି ଦରକାର। ସବୁ ଛାଡ଼ି ଦେଇଥିଲେ, ସବୁ ତ୍ୟାଗ କରିଦେଇଥିଲେ, ଧନ ରତ୍ନ ଅଳଙ୍କାର ରାଜ ସିଂହାସନ ଛାଡ଼ି ଦେଇଥିଲେ, କିନ୍ତୁ ଅସ୍ତ୍ର ଧନୁଷର ନେଇଯାଇଥିଲେ। ମାନେ ସେଲ୍ଫ ଡିଫେନ୍ସ ପାଇଁ ଆମକୁ ରଖିବା ଦରକାର। ଆମେ ଯଦି ସେଲ୍ଫ ଡିଫେନ୍ସ ହେବା ଦରକାର, ଆତ୍ମରକ୍ଷା ପାଇଁ ଆମକୁ ଅସ୍ତ୍ର ମଧ୍ୟ ରଖିବା ଦରକାର। ରାମଚନ୍ଦ୍ର ମାନସ କ'ଣ ରହିଛି? ରାମ କାହିଁକି ରାମଚନ୍ଦ୍ର ମାନସ କାହିଁକି କୁହାଯାଉଛି? କାରଣ ରାମଙ୍କ ଚରିତ୍ରକୁ ମନରେ ଜପ ବା ଧାରଣ କରିବା, ତାଙ୍କ ଚରିତ୍ରକୁ ଆମେ ଜାଣିବା ପାଇଁ ରାମଚନ୍ଦ୍ର ମାନସ କରୁଛୁ। ରାବଣ ସବୁ କ୍ଷେତ୍ରରେ ଆଜ୍ଞା ପରାକ୍ରମ ଥିଲା, ସବୁ କ୍ଷେତ୍ରରେ ତା ଭିତରେ ଥିଲା। ରାବଣ ହେଉଛି ଶିବଙ୍କର ସମସ୍ତ ସ୍ରୋତକୁ ସେ ମନନ କରିଥିଲା। ବ୍ରାହ୍ମଣ ସିଏ, ବ୍ରହ୍ମ ଜାନାନି ବ୍ରାହ୍ମଣ, ସେ ବ୍ରହ୍ମକୁ ଜାଣିଥିଲେ। ସବୁ ଜିନିଷକୁ, ସବୁ ନବଗ୍ରହଙ୍କୁ ସେ ଯାଇଥିଲେ, ସବୁ ଦେବତାମାନଙ୍କୁ ଆଳି ଦେଉଥିଲେ। ତା ଭିତରେ ତାକତ ଥିଲା, ତା ଭିତରେ ବ୍ରହ୍ମ ଜ୍ଞାନ ଥିଲା। ଯେତେବେଳେ ସେତୁ ବନ୍ଧା ମାନେ ରାମ ଦ୍ୱାରା ଯେତେବେଳେ ସେତୁ ବନ୍ଧନ ହେଉଥିଲା, ସେ ନୈଷ୍ଠିକ ବ୍ରାହ୍ମଣ ଖୋଜିଥିଲେ, ପାଇନଥିଲେ। ସେତେବେଳେ ରାବଣ ହିଁ ସବୁଠାରୁ ଶିବଙ୍କର ସମସ୍ତ ମନ୍ତ୍ରକୁ ସାଧନା କରି ସବୁଠାରୁ ପ୍ରକୃଷ୍ଟ ବ୍ରାହ୍ମଣ, ଉଚ୍ଚତର ବ୍ରାହ୍ମଣ ହେଉଛି ଶ୍ରେଷ୍ଠ ବ୍ରାହ୍ମଣ ଥିଲା ରାବଣ। ତା ଦ୍ୱାରା ଯଦି ସେତୁ ବନ୍ଧାର ପ୍ରତିଷ୍ଠା କରାଯାଏ ତ ନିଶ୍ଚିତ ରୂପେ ସେ ବନ୍ଧାଟା ମାନେ ସମ୍ପୂର୍ଣ୍ଣ ହେବ ବୋଲି ରାବଣ ମଧ୍ୟ ସେତୁ ବନ୍ଧାରେ ମାନିଥିଲେ। ଏତେ ବ୍ରାହ୍ମଣ, ଏତେ ବିଜ୍ଞ ଥିଲେ, ଏତେ ବିଦ୍ୱାନ ଥିଲେ। ସେଭଳି ପାରେ ରାମଙ୍କ ଠାରୁ ହାରିଲେ କ'ଣ ପାଇଁ? କାରଣ ରାମଙ୍କ ଭିତରେ ଥିଲା ଚରିତ୍ର, ରାବଣଙ୍କ ଭିତରେ ଥିଲା ଚରିତ୍ର ନଥିଲା, ଦୁଷ୍ଟ ଚରିତ୍ର ଥିଲା, ଅହଂଭାବ ଥିଲା। ଯେଉଁ ଚରିତ୍ର ପାଇଁ, ସେ ଚରିତ୍ର ପାଇଁ ହାରିଲା, କିନ୍ତୁ ରାମଙ୍କ ଚରିତ୍ର ପାଇଁ ସେ ଜିତିଲେ। ତେଣୁକରି ଆମକୁ ରାମଚରିତ୍ର ଆମେ ଯେଉଁ ପଢ଼ୁଛେ, ଆର ମଧ୍ୟ ମୂଳ ଉଦ୍ଦେଶ୍ୟ ରହିଛି ହେଉଛି ଆଜ୍ଞା ଏଇଆ। ଆପଣ ଚରିତ୍ରକୁ ପରିବର୍ତ୍ତନ କରନ୍ତୁ, ଚରିତ୍ରକୁ ଠିକ୍ ରଖନ୍ତୁ, ସଂସ୍କାର ରୁହନ୍ତୁ। ଆପଣଙ୍କ ଜୀବନରେ କସ୍ମିନ୍ କାଳେ କେବେ ବି ଆପଣ ଦୁଃଖ ଭୋଗ କରିବେନି, କେବେ ଅସାଧୁ ମେଣ୍ଟର ସାଙ୍ଗରେ ମିଶିବେନି, ଆପଣଙ୍କ ଜୀବନକୁ କେବେ ନଷ୍ଟ କରିବେନି। କି ଆପଣଙ୍କ ଏ ଶରୀର ପ୍ରକୃଷ୍ଟ ଭଗବାନ ଯେଉଁ ଆମକୁ ଉପାଦାନ ଗଢ଼ିଛନ୍ତି, ଏ ସମ୍ପୂର୍ଣ୍ଣ ଶରୀର ହେଉଛି ଭଗବାନଙ୍କର। ଆମକୁ କିଛି ନା କିଛି ଭଲ କର୍ମ କରିବାକୁ ଛାଡ଼ିକି ଯାଇଛନ୍ତି, ଉତ୍ତମ କର୍ମ କରିବାକୁ ଛାଡ଼ିଛନ୍ତି। ଏଇ ସଂସାରରେ, ସମାଜରେ, ଏ ସଂସାର ସମାଜର ମଙ୍ଗଳ କରିବା ପାଇଁ ଶ୍ରେଷ୍ଠ ଜନ୍ମ, ପ୍ରକୃଷ୍ଟ ଜନ୍ମ, ଯେଉଁ 84 ଲକ୍ଷ ଜନ୍ମ ପରିବର୍ତ୍ତନ ହୁଏ, ଶ୍ରେଷ୍ଠ ଜନ୍ମ ମଣିଷ ଜନ୍ମ, ଯେଉଁଟା ପୂର୍ବ ଜନ୍ମରେ କିଛି ଭଲ କାମ କରିଛୁ, ତା ସାଧନା ବଳରେ, ଆରାଧନା ବଳରେ ଆମେ ଇଏ ମନୁଷ୍ୟ ଜନ୍ମ, ଶ୍ରେଷ୍ଠ ଜନ୍ମ ପାଇଛୁ, ଯେଉଁଟାକି ଆମ ଇଏ ଜନ୍ମାନ୍ତରରୁ ମୁକ୍ତି ପାଇବା ପାଇଁ। ତେଣୁକରି ଆମେ ଯେତେବେଳେ ଯେକୌଣସି କର୍ମ କରୁଛୁ, ଏ ସଂସାରକୁ ଯେତେବେଳେ ଭଗବାନ ଆମକୁ ପଠାଇଛନ୍ତି କିଛି ମଙ୍ଗଳ କରିବା ପାଇଁ, ଆମେ ମଙ୍ଗଳ କରିବୁ, ସଂସାର ସମାଜର ମଙ୍ଗଳ କରିବୁ। ତେଣୁକରି ଆପଣ ଯେକୌଣସି ମାଧ୍ୟମରେ କରୁଛନ୍ତି, ସମାଜ ପାଇଁ, ରାଷ୍ଟ୍ର ପାଇଁ, ଆମ ଧର୍ମ ପାଇଁ, ସଂସ୍କାର ପାଇଁ କିଛି ବି ଚିନ୍ତା କରନ୍ତୁ। ଧର୍ମେ ରକ୍ଷିତ ରଖିତା, ଆମ ଧର୍ମକୁ ରକ୍ଷା କରିବା, ନିଶ୍ଚିନ୍ତ ରଖିବା। ଆମ ସଂସ୍କାରକୁ, ଆମ ପରମ୍ପରାକୁ, ଆମ ପର୍ବପର୍ବାଣୀକୁ ରକ୍ଷା କଲେ ହିଁ ଆମେ ରହିପାରିବା, ନଚେତ୍ ଆମର କିଛି ଅସ୍ତିତ୍ୱ ରହିବ ନାହିଁ। ଆଜିର କାର୍ଯ୍ୟକୁ ଆମେ ଏଇଠି ଶେଷ କରୁଛୁ। ଜୟ ଜଗନ୍ନାଥ, ଜୟ ମା ଶାରଳା। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟ, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାବଃ। ବିଶ୍ୱ ସ୍ୱସ୍ତି ଶାନ୍ତି ଭବନ୍ତୁ, ବସୁଧୈବଂ କୁଟୁମ୍ବକମ୍।